ଥରେ କ'ଣ ହେଇଛି ନା ଗୋଟେ ଜାଗାରେ ଗୋଟେ ବ୍ରାହ୍ମଣ ଯଜ୍ଞ କରୁଛି। ହେଲେ ନାରଦ ମୁନି ତ ତାଙ୍କର କାମ କ'ଣ? ନାରଦ ମୁନି କାମ ତାଙ୍କର କାମ ଜୀବେ ଦୟା, ସବୁ ସଂସାର ଯେତେ ସବୁ ଲୋକମାନେ ଅଛନ୍ତି ସମସ୍ତଙ୍କୁ ଉଦ୍ଧାର କରିକିରି ଏ ସଂସାରରୁ ପାର କରି ଭଗବତ ଧାମକୁ ନେବା ନାରଦ ମୁନିଙ୍କର କାମ। ଯେତେ ସବୁ ଭକ୍ତ, ନାରଦ ମୁନି ଜଣେ ବିଶେଷ ଭକ୍ତ। ହେଲେ ସିଏ କ'ଣ କରୁଥିଲେ, ଥରେ ବୁଲୁଥିଲେ, ସେ ବ୍ରାହ୍ମଣ ପାଖକୁ ଭେଟିଲେ। ବ୍ରାହ୍ମଣକୁ ଭେଟିକିରି ବ୍ରାହ୍ମଣ ଯଜ୍ଞ କରୁଛି, ତ ବ୍ରାହ୍ମଣ ନାରଦ ମୁନି ପ୍ରଣାମ କଲେ। ପ୍ରଣାମ କଲା ପରେ ନାରଦ ମୁନି କହିଲେ କ'ଣ ଖବର? ନା ବ୍ରାହ୍ମଣ ମହାଶୟ କହିଲେ କି ଆପଣ କେଉଁଠି ଯାଉଛନ୍ତି? ନା ମୁଁ ଭଗବାନ ବିଷ୍ଣୁଙ୍କ ପାଖକୁ ଯାଉଛି। ନା ମୋ ବିଷୟ ଟିକେ କହିବେ କି? କ'ଣ? ନା ମୁଁ ଆଜ୍ଞା ବହୁତ ଦିନ ହେଲା ଯଜ୍ଞ କରୁଛି, ମୋତେ କାହିଁ ଭଗବାନ କିଛି ଦର୍ଶନ ଦେଉନାହାନ୍ତି ଆଜ୍ଞା, ଏତେ ଦିନ ହେଲା ଯଜ୍ଞ କଲେଣି, ମୋ ବିଷୟ ଟିକେ ପଚାରିଦେବେ। କାହାକୁ? ଭଗବାନ ବିଷ୍ଣୁଙ୍କୁ ଟିକେ ପଚାରିବେ ମୋର କେବେ ଉଦ୍ଧାର ହେବ। ନାରଦ ମୁନି କହିଲେ ଠିକ୍ ଅଛି, ମୁଁ ତ ଯାଉଛି ବୈକୁଣ୍ଠ, ପଚାରିଦେବି ନିଶ୍ଚୟ। ତାପରେ କିଛି ଦୂର ଗଲା ପରେ ଗୋଟେ ଯୋଗୀ ତପସ୍ୟା କରୁଛି, ବହୁତ ଦିନ ହେଇଗଲାଣି, ସବୁ ମାନେ ଦାଢ଼ି ଲମ୍ବା ହେଇଗଲାଣି, ନଖ ଯାକ ସବୁ ଲମ୍ବା ହେଇଗଲାଣି, ଗୋଡ଼ର ନଖ ମଧ୍ୟ ଲମ୍ବା ହେଇଗଲାଣି, ଦେହ ବି ପୁରା ଏମିତି ଦୁର୍ବଳା ପତଳା ହେଇଗଲାଣି। ନାରଦ ମୁନି ଦେଖିଲେ ନାରାୟଣ ନାରାୟଣ କରି ଯାଉଛନ୍ତି। ସିଏ ମଧ୍ୟ ନାରଦ ମୁନି ପ୍ରଣାମ କଲେ, କହିଲେ ହେ ନାରଦ ମୁନି, ହେ ମହାଶୟ, ଆଉ ମୋର ହେଲେ କେବେ ଟିକେ ଉଦ୍ଧାର ହେବ, ଟିକେ ପଚାରିଦେନି ଭଗବାନଙ୍କୁ। କହିଲେ ଠିକ୍ ଅଛି, ପଚାରିଦେବି, କିଛି ଅସୁବିଧା ନାହିଁ, ମୁଁ ତ ଯାଉଛି ବୈକୁଣ୍ଠ, ତୁମ ବିଷୟରେ ପଚାରିଦେବି। ତାପରେ କିଛି ଦୂର ଗଲା ପରେ ଗୋଟେ ଲୋକ ତପସ୍ୟା କରୁଛି। ତପସ୍ୟା କ'ଣ ନା ଗୋଡ଼ ଉପରକୁ ମୁଣ୍ଡ ତଳକୁ, ଗୋଡ଼ ଦୁଇଟା ଉପରକୁ ଟେକି ଦେଇଛି, ମୁଣ୍ଡଟା ତଳକୁ କରିକି ସେ ତପସ୍ୟା କରୁଛି। ସେ ଧ୍ୟାନ କରୁଛି, ଇଏ ତପସ୍ୟା କରୁଛି। ସିଏ ଯେତେବେଳେ ନାରଦ ମୁନି ଦେଖିଦେଲେ, ସିଏ ବସି ପଡ଼ିଲେ, ପ୍ରଣାମ କଲେ ନାରଦ ମୁନି। କହିଲେ ହେ ମୁନି ମହାରାଜ, ଆଉ ଆପଣ କୁଆଡ଼େ ଯାଉଛନ୍ତି? ନା ମୁଁ ବୈକୁଣ୍ଠକୁ ଯାଉଛି। ନା ମୋ ବିଷୟ ଟିକେ ପଚାରିଦେ। ମୁଁ କହିଲି ଆଜ୍ଞା କେତେ ଦିନ ହେଇଗଲାଣି ମୁଁ ଏଇଠି ତପସ୍ୟା କରୁଛି ଯେ କହିବାକୁ ନାହିଁ, ଭଗବାନ ଆଜି ପର୍ଯ୍ୟନ୍ତ ମୋତେ କାହିଁ ଦର୍ଶନ ଦେଉନାହାନ୍ତି, ଟିକେ ପଚାରିଦେବିନି? ହଁ ପଚାରିଦେବି, ତୁମ ବିଷୟ ଆଉ ପଚାରିଦେବି ବିଷୟ। ତାପରେ ଲାଷ୍ଟକୁ ଗଲେ, ଗୋଟେ ମୋଚିଡ଼ି ଥିଲେ, ସେ ମୋଚିଡ଼ି କ'ଣ କରୁଛି, ସିଏ ବସିକିରି ଜୋତା ସୁଲଉଛି, ମାତ୍ର ବଡ଼ ପ୍ରେମରେ ଅଛି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସିଏ ବଡ଼ ପ୍ରେମରେ ଇଆଡ଼େ ନାମ କରୁଛି, ଇଆଡ଼େ ଜୋତା ସିଲଉଛି। ହେଲେ କ'ଣ ହେଲା, ନାରଦ ମୁନି ଦିନ ଦେଖିଦେଲେ, ସେ ଉଠିକି ପ୍ରଣାମ କଲେ। ପ୍ରଣାମ କରିକି ନାରଦ ମୁନି କହିଲେ ହେ ମୁନି ମହାରାଜ, ଆପଣ ତ ବୈକୁଣ୍ଠକୁ ଯାଉଛନ୍ତି ନିଶ୍ଚୟ ଜଣାପଡ଼ୁଛି, କାହିଁକିନା ଆପଣ ଭଗବାନ ବିଷ୍ଣୁଙ୍କର ପ୍ରିୟ ଲୋକ, ଭଗବାନଙ୍କୁ ଛାଡ଼ି ଆପଣ ରହିପାରିବେନି, ନିଶ୍ଚିତ ରୂପେ ବୈକୁଣ୍ଠକୁ ଯାଉଛନ୍ତି। ଆଉ ମୋ ବିଷୟ ଟିକେ ପଚାରିଦେବି, ମୁଁ ତ ଏତେ ଦିନ ହେଲା ଆଜ୍ଞା ଜୋତା ସିଲଉଛି, ଆଉ ନାମ ଟିକେ ଡାକୁଛି, ଟିକେ ପଚାରିଦେ ମୋ ବିଷୟ। ସେ କହିଲେ ନିଶ୍ଚୟ ପଚାରିଦେବି, 3 ଜଣଙ୍କ ବିଷୟ ପଚାରୁଛି, ତମ ବିଷୟରେ ପଚାରିଦେବି ନିଶ୍ଚୟ। ବୈକୁଣ୍ଠକୁ ଗଲେ ନାରଦ ମୁନି ନାରାୟଣ ନାରାୟଣ କରିକି ଗଲେ। ଯେମିତି ଭଗବାନ ବିଷ୍ଣୁଙ୍କ ପାଖରେ ପହଞ୍ଚିଲେ, ପ୍ରଣାମ କଲେ। ଭଗବାନ ବିଷ୍ଣୁ ପଚାରିଲେ, ନା ଆଉ କ'ଣ ନାରଦ, ସବୁ କୁଶଳ ତ? ନାରଦ ମୁନି କହିଲେ ଆଜ୍ଞା ସବୁ କୁଶଳ ଯେ, ମୁଁ ମର୍ତ୍ତ୍ୟମଣ୍ଡଳକୁ ଯାଇଥିଲି, 4ଟା ଲୋକକୁ ଭେଟିଲି, ଆଉ 4 ଜଣ ଯାକ ପଚାରିଲେ ଆମର କେବେ ଉଦ୍ଧାର ହେବ, କ'ଣ ତାଙ୍କୁ କହିବି କୁହନ୍ତୁ? ତ ଭଗବାନ ବିଷ୍ଣୁ କହିଲେ କିଛି କହିବା ଦରକାର ନାହିଁ, ତାଙ୍କେ 4 ଜଣ ଯାକ ଗୋଟେ ଗୋଟେ ଗଛ ମୂଳେ ସବୁ ତାଙ୍କର ତପସ୍ୟା କରୁଛନ୍ତି, ତାଙ୍କୁ କହିଦେବ ସେ ଗଛରେ ଯେତେଟା ପତ୍ର ଥିବ ସେତିକି ଜନ୍ମ ତୁମକୁ ଲାଗିବ ବୋଲି କହିଦେବ। ତାପରେ ପଚାରିବେ ଆଜ୍ଞା, ଆଉ ତାଙ୍କେ ଯଦି ପଚାରିବେ ଭଗବାନ କ'ଣ କରୁଥିଲେ, କହିଲେ ତୁମେ କ'ଣ ଉତ୍ତର ଦେବ? ତ ତୁମକୁ କହିଦେବ କ'ଣ ନା ଆଜ୍ଞା ଭଗବାନ ଗୋଟେ ଛୁଞ୍ଚିର ଯେଉଁ ହୋଲ୍ ଅଛି, ଛିଦ୍ର ଅଛି, ସେ ଛିଦ୍ର ବାଟେ ଗୋଟେ ହାତୀଟାକୁ ଏଠି ପୁରଉଥିଲେ, ଆଉ ଥରେ କାଢ଼ୁଥିଲେ। ତାଙ୍କେ ପଚାରିଲେ, ଯିଏ ପଚାରିଲେ ଏଇଟା କହିବ, ଆଉ କିଛି ନାହିଁ। କହିଲେ ଠିକ୍ ଅଛି। ତ ଗଲେ ନାରଦ ମୁନି ଆଉ ଥରେ ବୁଲି ବୁଲି ଆଉ ଥରେ ଆସିଲେ। ଦିନେ ଆସିଲେ, ବ୍ରାହ୍ମଣ ପାଖକୁ ଆସିଲେ। ବ୍ରାହ୍ମଣ ଉଠି ଦଣ୍ଡ ପ୍ରଣାମ କଲେ। ପ୍ରଣାମ କରିକିରି ବ୍ରାହ୍ମଣ ତାଙ୍କୁ କାହାକୁ
ପଚାରିଲେ ନାରଦ ମୁନି କହିଲେ ହେ ମୁନି ମହାରାଜ ଆପଣ ବୈକୁଣ୍ଠକୁ ନିଶ୍ଚିତ ଯାଇଥିବେ, ମୋ ବିଷୟ ପଚାରୁଥିବେ, ଭଗବାନ କ'ଣ କହିଲେ କୁହନ୍ତୁ, ଆଗେ ମୋତେ କୁହନ୍ତୁ ଭଗବାନ କ'ଣ କରୁଥିଲେ। ତ ନାରଦ ମୁନି କହିଲେ ଆଜ୍ଞା ଭଗବାନ ଗୋଟେ ଛୁଞ୍ଚିର ଗୋଟେ ଛିଦ୍ର ବାଟେ ଗୋଟେ ହାତୀଟାକୁ ପୁରଉଥିଲେ ଆଉ ଥରେ ବାହାର କରୁଥିଲେ। ନାରଦ ମୁନି କଥା ଶୁଣିକିରି ସେ ବ୍ରାହ୍ମଣ କହିଲେ ଆଜ୍ଞା ଏ ଅସମ୍ଭବ କଥା କାହିଁକି କହୁଛନ୍ତି, ଏଇଟା ସବୁ ଅସମ୍ଭବ କଥା। ଭଗବାନ ଏମିତି କେବେ କରୁନଥିବେ, ହେଲେ ଭଗବାନ କେବେ ମୋତେ ଉଦ୍ଧାର ହେବ ବୋଲି କହିଲେ ସେଟା କହିଲେ ଟିକେ ଭଲ। ତ ନାରଦ ମୁନି କହିଲେ ଆଜ୍ଞା ଆପଣ ଯେଉଁ ଗଛ ମୂଳେ ବସିକିରି ଯଜ୍ଞ କରୁଛନ୍ତି, ହୋମ କରୁଛନ୍ତି, ସେ ଗଛରେ ଯେତେଟା ପତ୍ର ଅଛି ସେତିକି ଦିନ ଆପଣଙ୍କୁ ଲାଗିବ। ୟାଙ୍କର ଧୈର୍ଯ୍ୟ ଭାଙ୍ଗିଗଲା, କହିଲେ ଆଜ୍ଞା ଏତିକି ଜନ୍ମ ମୁଁ ତ ବଞ୍ଚିପାରିବିନି ଆଜ୍ଞା, ମୋର ଧୈର୍ଯ୍ୟ ଏତେ ଦିନ ରହିବନି, ଆଉ ଭଗବାନ ମୋତେ ମିଳିଲା ଭଳିଆ ନାହାନ୍ତି, ମୋତେ ମିଳିବେନି। ଆଉ ସେ ଛାଡ଼ିଦେଲା ଯଜ୍ଞ ଫଜ୍ଞ ଛାଡ଼ିଦେଲା ସବୁ। ତାପରେ କେଉଁଠିକି ଗଲେ, ଯେଉଁ ଧ୍ୟାନ କରୁଥିଲା ଆଖି ବୁଝିକିରି ଭଗବାନଙ୍କୁ ଧ୍ୟାନ କରୁଥିଲେ ତାଙ୍କ ପାଖକୁ ଗଲେ, ତାଙ୍କ ପାଖକୁ ଯେମିତି ଗଲେ ସେମ୍ କଥା କହିଲେ। ସେ ପଚାରିଲେ ଭଗବାନ କ'ଣ କରୁଛନ୍ତି ସେ ବୈକୁଣ୍ଠରେ, ନା ଭଗବାନ ଗୋଟେ ଛୁଞ୍ଚିର ହୋଲ୍ ବାଟେ ଗୋଟେ ହାତୀଟାକୁ ପୁରଉଥିଲେ କାଢ଼ୁଥିଲେ। ଷ୍ଟାର ହେଲେ ବିଶ୍ୱାସ ହେଲା ନାହିଁ, କ'ଣ ଆଜ୍ଞା ଅସମ୍ଭବ କଥା କହୁଛନ୍ତି, କେବେ ଛୁଞ୍ଚିର ହୋଲ୍ ବାଟେ ହାତୀଟାକୁ ପୁରା ହେଇପାରିବ। ଆଚ୍ଛା ଠିକ୍ ଅଛି, ହେଲେ ଭଗବାନ ମୋତେ କେବେ ଉଦ୍ଧାର କରିବେ ବୋଲି କହିଲେ ଟିକେ କହିନ୍ତି। ତ ସେ କହିଲେ ଆଜ୍ଞା ଆପଣ ଯେଉଁ ଗଛ ମୂଳେ ବସିକି ଧ୍ୟାନ କରୁଛନ୍ତି ସେ ଗଛର ଯେତେଟା ପତ୍ର ଅଛି ସେତିକି ଜନ୍ମ ଆପଣଙ୍କୁ ଲାଗିବ। ସେ କହିଲା ଏବେ ତ ମୁଁ ଧ୍ୟାନ କରିକରି ଏଇନେ ପୁରା ଶୁଖିଯାଇଛି, ମୋର ଆଉ କିଛି ପ୍ରାଣ ନାହିଁ, ଆଉ ଏତିକି ଜନ୍ମ ହେଲା ବେଳକୁ ମୋତେ କାହିଁ ଲାଗୁନି ଭଗବାନ ମୋତେ ମିଳିଲା ଭଳିଆ, ମିଳିବେନି, ଏସବୁ ଧ୍ୟାନର କିଛି ଲାଭ ନାହିଁ, ଚାଲ ପଳେଇବା ବୋଲି ସେ ସବୁ ଧ୍ୟାନ ଭାଙ୍ଗିକିରି ପଳେଇଲେ ସେ ଉଠିକି। ତାପରେ ତୃତୀୟ ଲୋକ ଯିଏ ତପସ୍ୟା କରୁଥିଲେ ମୁଣ୍ଡ ତଳକୁ ଗୋଡ଼ ଉପରକୁ, ତାଙ୍କ ପାଖକୁ ଗଲେ ନାରଦ ମୁନି। ସିଏ ହେଲେ ସିଏ କହିଲେ ନାରଦ ମୁନି ଆଉ ଆପଣ ବୈକୁଣ୍ଠ ଯାଇଥିଲେ? ବୋଲେ ହଁ ଯାଇଥିଲି। କ'ଣ କରୁଥିଲେ ଭଗବାନ ଟିକେ କହିବେ ଟି? ନା ଆଜ୍ଞା ଭଗବାନ ଗୋଟେ ଛୁଞ୍ଚିର ହୋଲ ବାଟେ ଗୋଟେ ହାତୀଟାକୁ ପୁରଉଥିଲେ ଆଉ ଥରେ ବାହାର କରୁଥିଲେ। ଆଉ କହିଲେ ଆଜ୍ଞା ଏ ଅସମ୍ଭବ, ବିଲକୁଲ ସତ କଥା ନାହିଁ, ଏଇଟା ଆପଣ ମନରୁ କହିଦେଉଛନ୍ତି ଆପଣ। ହେଲେ ମୋର କେବେ ଉଦ୍ଧାର ହେବ? ନା ଆଜ୍ଞା ଆପଣ ଯେଉଁ ଗଛ ମୂଳେ ବସି ଧ୍ୟାନ ମାନେ ତପସ୍ୟା କରୁଛନ୍ତି ସେ ଗଛର ଯେତେଟା ପତ୍ର ଅଛି ସେତିକି ଜନ୍ମ ଆପଣଙ୍କୁ ଲାଗିବ। କହିଲେ ଆଜ୍ଞା ମୋର ତ ଏବେ ଦେଖ ମୁଣ୍ଡ ତଳକୁ କରିକି ମୋ ଯେତିକ ସବୁ କେଶ ଥିଲା ସବୁ ଝଡ଼ିଗଲାଣି, କିଛି ନାହିଁ, ଆଉ ମୁଁ ସିଝିଗଲିଣି ପୁରା ତପସ୍ୟା କରି ଦେହରେ ମୋର ଆଉ ବଳ ନାହିଁ, ଆଉ ମୋତେ କାହିଁ ମିଳିଲା ଭଳିଆ ଲାଗୁନାହାନ୍ତି ଭଗବାନ। ସିଏ ହେଲେ ସେଟା ସବୁ ଛାଡ଼ିକିରି ତପସ୍ୟା ସିଏ ଧାଇଁଲେ। ସିଏ ତାପରେ 4 ନମ୍ବର ପାଖକୁ ଗଲେ, ସିଏ ବଡ଼ ପ୍ରେମରେ ଜୋତା ସେଲଉଛନ୍ତି, ହରେ କୃଷ୍ଣ ଡାକୁଛନ୍ତି, ଜୋତା ସେଲଉଛନ୍ତି। ସେ ମୁଚି କ'ଣ କଲେ, ସିଏ ନାରଦ ମୁନି ଦେଖିକି ଦଣ୍ଡବତ ପ୍ରଣାମ କଲେ। ନାରଦ ମୁନି ପଚାରିଲେ ବୋଲେ ହେ ମୁନି ମହାରାଜ ଆପଣ ତ ଭଗବାନଙ୍କୁ ଦର୍ଶନ ନିଶ୍ଚିତ କରୁଥିବେ, ଆଉ ଭଗବାନ କ'ଣ କରୁଥିଲେ? ସେ କହିଲେ ଆଜ୍ଞା ଗୋଟେ ଛୁଞ୍ଚିର ହୋଲ୍ ବାଟେ ଗୋଟେ ହାତୀଟାକୁ ପୁରଉଥିଲେ ଆଉ ଥରେ କାଟୁଥିଲେ। ଯେମିତି ଶୁଣିଲେ ସେ ପୁରା ଖୁସିରେ ପୁରା ପାଗଳ ହେଇଗଲେ, ଯାହା ହଉ ମୋ ପ୍ରଭୁ ନା ବଢ଼ିଆ ବଢ଼ିଆ କାମ କରୁଛନ୍ତି। ନାରଦ ମୁନି ଛାନିଆ ପଡ଼ିଗଲେ, କହିଲେ କ'ଣ ତମକୁ ସତ ଲାଗିଲା ଭଗବାନ ଗୋଟେ ଛୁଞ୍ଚିର ହୋଲ୍ ବାଟେ ହାତୀଟାକୁ ପୁରଉଥିଲେ ବାହାର କରୁଥିଲେ, ସତ ଲାଗୁଛି? କହିଲେ କାହିଁକି ସତ ଲାଗିବନି, ନିଶ୍ଚୟ ସତ ଲାଗୁଛି। ସେ କହିଲେ କେମିତି ସତ ଲାଗୁଛି କହିଲ, ମୋତେ ବୁଝ ଟିକେ। ମୁଚି କହିଲା ଆଜ୍ଞା ଏଇଟା ଗୋଟେ କେଉଁ ବଡ଼ କଥା, ବୁଝେଇଦେବି ସାଙ୍ଗେ ସାଙ୍ଗେ। ଆରେ ସିଏ ଗୋଟେ ବଟ ଗଛ ମୂଳେ ବସିକିରି ଜୋତା ସେଲଉଥିଲେ, ସେଇଠି ଗୋଟେ ବଟ ଫଳ ଗୋଟେ ପଡ଼ିଥିଲା। ସେ ବଟ ଫଳଟାକୁ ଗୋଟେକିରି ଆଣି ଦେଖିଲେ ନାରଦ ମୁନି। କହିଲେ ନାରଦ ମୁନି ଏଇଟା କ'ଣ କହିଲେ? କହିଲେ ଏଇଟା ବଟ ଫଳ। ନା ଏଇ ଗୋଟେ ବଟ ଫଳ ଭିତରେ କେତେଟା ମଞ୍ଜି ଅଛି? ନା ବହୁତ ମଞ୍ଜି ଥିବ, ପ୍ରାୟ 1000 ପାଖାପାଖି ମଞ୍ଜି ଥିବ କି ଅଧିକ ଏକା ଥିବ। ହେଲେ ଗୋଟେ ବଟ ଫଳ ଭିତରେ ଏତେ ମଞ୍ଜି ଅଛି, ହେଲେ ସେତିକି ମଞ୍ଜି ଯଦି ଗଛ ହେବ କେତିକି ଗଛ ହେବ? ନା ଅନେକ ଗଛ ହେବ। ନା ଏତ ଯାକ ଗଛ ଯାକୁ ଏତିକି ଗୋଟେ ମଞ୍ଜି ଭିତରେ ରଖିଦେଉଛନ୍ତି, ରଖୁଛନ୍ତି କି ନାହିଁ? ଭଗବାନ ଏତ ଯାକ ଗଛକୁ ଗୋଟେ ଏଡ଼ିକି ମଞ୍ଜି ଭିତରେ ରଖିଦେଉଛନ୍ତି ହେଲା। ହେଲେ ଭଗବାନଙ୍କୁ ଏତ ଯାକ ଗଛକୁ ଯଦି ଗୋଟେ ମଞ୍ଜି ଭିତରେ ଏଡ଼ିକି ମଞ୍ଜି ଭିତରେ ରଖିଦେଲେ, ହାତୀଟାକୁ ଗୋଟେ ଛୁଞ୍ଚି ଭିତରେ ପୁରେଇବାକୁ ତାଙ୍କୁ କୋଉ ବିଚିତ୍ର। ସେ ନାରଦ ମୁନି ତାଙ୍କ କଥା ଶୁଣି ପୁରା ଖୁସି ହେଇଗଲେ, ଯାହା ହଉ ତମର ଏତେ ବିଶ୍ୱାସ ଅଛି ଭଗବାନ ପ୍ରତି, ଖୁସି ହେଇଗଲେ। ତାପରେ ସେକେଣ୍ଡ କଥା ପଚାରିଲେ, ବୋଲେ ଆଜ୍ଞା ଧୈର୍ଯ୍ୟ କଥା ଯେଉଁଟା ଆମର ବିଷୟବସ୍ତୁ ଆଜି,
କହିଲେ ଆଜ୍ଞା ଭଗବାନ ମୋତେ କେବେ ଦର୍ଶନ ଦେବେ ଟିକେ କହିବେ ଖାଲି। କହିଲେ ଆଜ୍ଞା ତୁମେ ଯେଉଁ ଗଛ ମୂଳେ ବସି ଜୋତା ଚଲଉନ ସେ ଗଛରେ ଯେତେଟା ପତ୍ର ଅଛି ସେତିକି ଜନ୍ମ ତୁମକୁ ଲାଗିବ। ଯେମିତି ଶୁଣିଲେ ନାରଦ ମୁନି କଥା ଡେଇଁଲେ ଆଉ ସେ ତ ବସିକି ଜୋତା ଚଲାଉଥିଲେ ନାଚିଲେ ଧରିକିରି। ହେଲେ ଯାହା ହଉ ଭଗବାନ ମୋତେ କହିଲେ ଉଦ୍ଧାର କରିବେ। କେତେ ଜନ୍ମ ଲାଗୁଛି ଲାଗୁବା, କେତେଟା ଜନ୍ମ ହେଲେ କିଛି ଟେନସନ୍ ନେବାର ନାହିଁ। ଭଗବାନ ତ ମିଳିବେ, ମୋତେ ଦେଖାଦେବେ ଆଉ ମୋତେ ଉଦ୍ଧାର କରିବେ ଆଉ। ନାଚିଲା ପୁରା ପ୍ରେମରେ ଆଉ। ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଗୀତ ଗାଇକିରି ନାମ କରିକିରି ନାଚିଲା ପୁରା ପ୍ରେମରେ ଆଉ। ଯେମିତି ନାଚିଲା ସେ ନାରଦ ମୁନି ତ ପରମ ଭକ୍ତ ଭଗବାନଙ୍କର। ସେ ଯେଉଁ ମୋଚିର ନାଚ ପ୍ରେମରେ ନାମ କରୁଛି ନାଚୁଛି ସେଟା ଦେଖିକିରି ସେ ନାରଦ ମୁନି ଆଉ ସମ୍ଭାଳି ପାରିଲେନି। ସିଏ ବୀଣା ଧରିକିରି ତାଙ୍କର ନାମ ଆରମ୍ଭ କରିଦେଲେ। ସିଏ ନାମ ଗାଇକି ନାଚୁଛି, ତାଙ୍କର ନାରଦ ମୁନି ତାଙ୍କର ବୀଣା ଧରିକିରି ସିଏ ବଜେଇକିରି ସିଏ ନାଚିଲେ ଆଉ। ହେଲେ କେତେ ସମୟ ପର୍ଯ୍ୟନ୍ତ ତାଙ୍କର ଚାଲିଛି। ମାନେ ପ୍ରେମୀ ଭକ୍ତ ଯେତେ ନାମ କରିବେ ତାଙ୍କୁ ଆନନ୍ଦ ମିଳିବ। ଯେଉଁମାନେ ନାମ କରିବେ ନା ପ୍ରେମୀ ଭକ୍ତ, ଆମମାନଙ୍କୁ ଆନନ୍ଦ ମିଳିବନି। ଟିକେ ନାମ କଲେ ହାଲିଆ ହେଇଯିବ, ବିଜାର ହେଇଯିବ, ଶୋଇପଡ଼ିବା, ଘରକୁ ପଳେଇବା। ପ୍ରେମୀ ଭକ୍ତମାନଙ୍କୁ କ'ଣ ଯେତେ ନାମ କରିବେ ତାଙ୍କୁ ଆନନ୍ଦ ବଢ଼ିବ। କାହିଁକିନା ଆମର ଚୈତନ୍ୟ ଶିକ୍ଷାମୃତରେ ଲେଖା ହେଇଛି ଆନନ୍ଦାବୁଧି ବର୍ଦ୍ଧନଂ ପ୍ରତିପଦଂ ପୂର୍ଣ୍ଣ ଅମୃତ ଆସ୍ୱାଦନଂ ସର୍ବାତ୍ମ ସପନଂ ପରଂ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ୍। ଏ ଯେଉଁ ନାମରେ ବହୁତ ଆନନ୍ଦ ଅଛି। ସଂସାରରେ ଯେତେ ସବୁ ନାମ ଅଛି ସେଥିରେ ଆନନ୍ଦ ନାହିଁ, କିନ୍ତୁ ଭଗବାନଙ୍କ ନାମରେ ଆନନ୍ଦ ଅଛି। ଆନନ୍ଦରେ ପୂର୍ଣ୍ଣ ଅମୃତ ଆସ୍ୱାଦନ। ହେଲେ ଏ ଯେଉଁ ପ୍ରେମୀ ଭକ୍ତ ଯିଏ ମୋଚି ସେ ପ୍ରେମରେ ନାଚିଲା, ତାକୁ ଦେଖିକି ଇଏ ନାରଦ ମୁନି ଆଉ ସମ୍ଭାଳି ପାରିଲେନି। ସିଏ ହେଲେ ନାଚିଲେ, ଦୁଇ ଜଣ ଯାକ ନାଚିଲେ ପୁରା ଏମିତି ନାଚିଲେ ସବୁ ଭୁଲିଗଲେ। ନାରଦ ମୁନି କେଉଁଠି ଅଛନ୍ତି ସିଏ ଭୁଲିଗଲେ, ଇଏ ବାବୁ ମୋଚି ସିଏ ହେଲେ ଭୁଲିଗଲେ। ହେଲେ କେଉଁଠି ଅଛନ୍ତି, ଚାଲ ନାଚିବା ତ ଭଗବାନ ନାମ ଧରିକି ନାଚି ଦୁଇ ଜଣ ଯାକ ନାଚିଲେ ଧରିକି। ହେଲେ ନାଚି ଏତେ ସମୟ ନାଚିଲେ ଭଗବାନ ଚିନ୍ତାରେ ପଡ଼ିଗଲେ। ଭଗବାନ କହିଲେ ଆରେ ମୋର ପ୍ରିୟ ନାରଦ କ'ଣ ହେଲା, ଏତେ ସମୟ ହେଲା କାହିଁ ଆଇଲେନି? ହେଲେ ଭଗବାନଙ୍କର ନାରଦ ମୁନି ପ୍ରତି ଗୋଟେ ଆଟାଚ୍ ଅଛି, ଆସକ୍ତି। ଯେମିତି ଆମେ ଭଗବାନଙ୍କୁ ଭଲ ପାଉଛେ, ଭଗବାନ ହେଲେ ଭକ୍ତକୁ ଭଲ ପାଉଛନ୍ତି। ମନେ ପକାଇଲେ ସେ ନାରଦ ମୁନି ରହିଗଲା କୁଆଡ଼େ, ଏତେ ସମୟ ପରେ କାହିଁ ଆଇଲେନି, ଦୁଶୁନାହାନ୍ତି, ତାଙ୍କର କ'ଣ ଖବର କ'ଣ? ଚିନ୍ତା କଲେ, ଧ୍ୟାନ କଲେ ଭଗବାନ ଭକ୍ତକୁ, କାହାକୁ? ନାରଦ ମୁନିକି। ଯେମିତି ଧ୍ୟାନ କଲେ ଦେଖିଲେ ନାରଦ ମୁନି ନାଚୁଛନ୍ତି, ପ୍ରେମରେ ନାଚୁଛନ୍ତି, ଡେଉଁଛନ୍ତି ଧରିକିରି। ବୋଲେ ଏତେ ପ୍ରେମ କାହିଁ, ମୁଁ ଦେଖିନି କେଉଁଠି। ଆଜି ନାରଦ ମୁନିଙ୍କର କ'ଣ ଆଜି ଏତେ ପ୍ରେମ ହେଇଯାଇଛି, କ'ଣ ଖବର କ'ଣ, କାହାକୁ ଦେଖିକି ଏତେ ପ୍ରେମ ହେଇଯାଇଛି? ଭଗବାନ ଚିନ୍ତା କଲେ ଚାଲ ଦେଖିବା ନାରଦ ମୁନିଙ୍କର ଖବର କ'ଣ କରୁଛନ୍ତି, କ'ଣ ପ୍ରେମରେ ଏତେ ନାଚିଲେଣି, କ'ଣ ହେଲା, ଚାଲ ଯିବା ଦେଖିବାକୁ। ନାରଦ ମୁନି ପଳେଇ ଆଇଲେ, ଭଗବାନ ବିଷ୍ଣୁ ପଳେଇ ଆଇଲେ। ଆସି ଦେଖିଲା ବେଳେ ନାରଦ ମୁନି ନାଚୁଛନ୍ତି, ତାଙ୍କ ସାଥିରେ ଆଉ ଗୋଟେ କିଏ ଗୋଟେ ନାଚୁଛି, ଦେଖିଲେ ମୋଚିଟା ନାଚୁଛନ୍ତି। ହେଲେ ନାରଦ ମୁନି ଭଗବାନ ଯେମିତି ପଳେଇ ଆସିଲେ ନାରଦ ମୁନି ଜାଣିଦେଲେ, କାହିଁକିନା ଭଗବାନଙ୍କର ଗୋଟେ ସୁଗନ୍ଧ ଅଛି। ତାଙ୍କେ ଯେଉଁ ତୁଳସୀ ପିନ୍ଧୁଛନ୍ତି, ଫୁଲମାଳା ପିନ୍ଧୁଛନ୍ତି, ସେଥିରେ ଗୋଟେ ସୁଗନ୍ଧ ଅଛି। ନାରଦ ମୁନି ଜାଣିଦେଲେ। ଯେମିତି ଜାଣିଦେଲେ ସିଏ କହିଲେ ପ୍ରଭୁ ଆପଣ ପଳେଇ ଆସିଛନ୍ତି। ସେ ଦଣ୍ଡବତ ପ୍ରଣାମ କଲେ। ଯେମିତି ସେ ପ୍ରଣାମ କଲେ ମୋଚି ମହାଶୟ କହିଲେ ଆରେ କିଏ ଜଣେ ପଳେଇ ଆସିଲେ। ଦେଖିଲା ଶଙ୍ଖ ଚକ୍ର ଗଦା ପଦ୍ମ ଧରିକିରି କିଏ ଆଉ ଜଣେ ପଳେଇ ଆଇଲେଣି। ସିଏ ଭାବିଲେ ଆଙ୍କେ ଆଜ୍ଞା ଭଗବାନ ବିଷ୍ଣୁ, ଆଉ ତାଙ୍କେ ହେଲେ ପ୍ରଣାମ କଲେ। ହେଲେ ଯେମିତି ପ୍ରଣାମ କଲେ ସେ ମୋଚି କହିଲେ ଆରେ ମୋର କେଡ଼େ ଭାଗ୍ୟ। ନାରଦ ମୁନି କହିଲେ ଦେଖ ମୋଚି, ତମର ଭାଗ୍ୟ ଉଦୟ ହୋଇଗଲା। କେମିତି? ଭଗବାନଙ୍କର ଯେଉଁ କଥା କହିଲେ କ'ଣ ନା ଏତେ ଜନ୍ମ ପରେ ତୁମର ଉଦ୍ଧାର ହେବ, ସେ ବିଶ୍ୱାସ, ତୁମର ଦୃଢ଼ତା, ଯେଉଁ ଧୈର୍ଯ୍ୟ ତୁମର ଯେଉଁ ଥିଲା, ସେ ଧୈର୍ଯ୍ୟରେ ଭଗବାନ ନିଜେ ପଳେଇ ଆସିଲେ ଆଜି ତୁମକୁ ଦର୍ଶନ ଦେବା ପାଇଁ। ଯେମିତି ସେ ଦର୍ଶନ କଲା ଭଗବାନ ତାଙ୍କୁ ଉଦ୍ଧାର କରିଦେଲେ। ହେଲେ ଆମର ଏ ଯେଉଁ ଷ୍ଟୋରିଟା ପ୍ରଭୁପାଦ ମହାରାଜ କହିଛନ୍ତି, ଆର ତାତ୍ପର୍ଯ୍ୟ କ'ଣ? ଧୈର୍ଯ୍ୟ, ଏଇଟାକୁ କହୁଛନ୍ତି ସାତ୍ଵିକ ଧୈର୍ଯ୍ୟ।